প্রিয় পরম মম। ଠାକୁରଙ୍କର ମାନେ ହରି କଥା ଅନନ୍ତ, ହରି ଅନନ୍ତ। ଠାକୁରଙ୍କ ପାଖରେ ଭକ୍ତମାନେ ବସିଛନ୍ତି ଯେତେବେଳେ ହଠାତ୍ ଠାକୁର କୋଉ କୋଉ ଅଶ୍ୱିନୀ ବିଶ୍ୱାସ କହୁଛନ୍ତି, ଅମୀବାଣୀ ପୁସ୍ତକରେ ଏଇଟା ଅଛି। କିନ୍ତୁ ଅଶ୍ୱିନୀର ଛୋଟବେଳ ଇଚ୍ଛା ଯେ ଭଗବାନଙ୍କୁ ଦେଖିବା, ଭଗବାନଙ୍କ ସାଙ୍ଗରେ ଖେଳିବା, ଭଗବାନଙ୍କୁ ଟିକେ ନଡ଼ଚଡ଼ା କରିବା, ଏଇଟା ଅଶ୍ୱିନୀର ଇଚ୍ଛା। ସେଥିପାଇଁ ଯାହାକୁ ତାକୁ ଭଗବାନ ବନା। ତାପରେ ନିଜେ ହିଁ ଆଉ ଥରେ କହୁଛନ୍ତି କଥାଟା କିନ୍ତୁ ଠିକ, ଅସ୍ମିତା ଭାଗ୍ୟବଶତଃ ମାନେ ଭଗବାନଙ୍କ ସାଙ୍ଗରେ ଲୀଳା ଖେଳା ବି ଚାଲିଛି, ଭଗବାନଙ୍କୁ ସେ ଦେଖୁଛନ୍ତି। କହୁଛନ୍ତି ସେଟା ପର କଥା, ମାନେ ଆକ୍ଚୁଆଲି ଅସ୍ମିତା ଭାଗ୍ୟବଶତଃ ଭଗବାନ ଦୟାକରି ନର ବିଗ୍ରହରେ ଆବିର୍ଭୂତ ହେଇଛନ୍ତି ତାଙ୍କ ସାଙ୍ଗରେ ଲୀଳା ଖେଳା କରିବା। ଅସ୍ମିତା କହୁଛନ୍ତି ଯେ ହେ ପ୍ରଭୁ, ଆଜି କଣ ହେଲା ମୋର? ଏତେ ବର୍ଷ ହେଲାଣି ମୁଁ ଆପଣଙ୍କର ସଙ୍ଗ କରୁଛି, କିନ୍ତୁ ଆଜି ହଠାତ୍ ମୋ ଆଖିକୁ କଣ ହେଲା? ଏ ଚକ୍ଷୁ, ଏ ଦିବ୍ୟ ଚକ୍ଷୁ, ମାନେ ଚକ୍ଷୁର ଦିବ୍ୟ ସ୍ପର୍ଶ ଲାଗିଗଲା ଯେମିତି ଆଜି ସବୁ କିଛି ନୂତନ କରି ଅନୁଭବ ହଉଛି। ଆଜି ତୁମର ଚାହାଣୀ, ତୁମର ବାକ୍ୟ, ତୁମର କଥା, ତୁମର ପ୍ରତିଟି ଅଙ୍ଗ ସଞ୍ଚାଳନ ସବୁ କିଛି ଯେମିତି ଗୋଟେ ଦେବ ଭାବରେ, ଦେବ ବିଭାରେ ଆଜି ଭରି ଯାଇଛି। ପ୍ରଭୁ, ଏତେ ଦିନ ସଞ୍ଚୟ କରି ଯୋଉ ମୋର ମୁକ୍ତ ଯେ ମୁଁ ଯୋଉ ରଖିଥିଲି, ମୋର ଯୋଉ ଅହଂ ଭାବ ଆଜି ଯେମିତି ମୋହମ ଭଳି ବିଗଳିତ ହେଇଯାଉଛି, ବରଫ ଭଳି ଆଜି ବିଗଳିତ ହେଇଯାଉଛି। ତାପରେ କଣ ହେଲା ପ୍ରଭୁ? ଏଇ ଭାବ ମୋର ଚିରସ୍ଥାୟୀ ହେଉ, ବରଂ ମୋର ଏତେ ଦିନର ସଞ୍ଚିତ ମୋର ଅହଂ ଭାବ, ମୋର ଆମିତ୍ତ, ମୋର ମୁକ୍ତ ବରଂ ବିଗଳିତ ହଉ, କିନ୍ତୁ ତୁମେ ଯେଭଳି ଏ ଅନ୍ତରରେ ଏଇ ଭାବଟା ମୋର ବିରାଜିତ ହଉ, ଏଇ ଭାବଟା ହିଁ ମୋର ଚାଲିଥାଉ। ଆଜି ଆମେ ମାନେ ଆର୍ଯ୍ୟ କୃଷ୍ଟିର ଏଇ ଧାରାକୁ ଭୁଲି ଯାଇଛୁ। ଆଜି ଆମେ ଆମର ସମସ୍ତ ଆମର ବିକୃତି ଚଳନ ଆମର ସଂସାରକୁ, ସମାଜକୁ ବିକ୍ଷୁବ୍ଧ, ବିଧ୍ୱସ୍ତ, ବିପର୍ଯ୍ୟସ୍ତ କରିଦେଇଛି। ଏବଂ ଆଜି ଆମେ ମାନେ ସେଇ ଆର୍ଯ୍ୟକୃଷ୍ଟିର ଧାରାକୁ ଭୁଲି ଯାଇଛୁ। ଆର୍ଯ୍ୟକୃଷ୍ଟିର ସେ ଧାରା କଣ ନା, ଯେତେବେଳେ ଆମେମାନେ ଗୁରୁକୁଳରେ ଫେରୁଥିଲେ, ଯେ ଶିଷ୍ୟମାନେ ଗୁରୁ ଯେତେବେଳେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ସେଇ ହୁମାଗ୍ନି ଜାଳି ସନ୍ଧ୍ୟା ମାନେ ଆହ୍ନିକ କରୁଥିଲେ, ସକାଳେ ସନ୍ଧ୍ୟାରେ ସେଥିରେ ହୋମରେ ଆହୁତି ଦଉଥିଲେ। ଆମେ ତାର ପ୍ରତୀକ ହିସାବରେ ଯେକୌଣସି ଶୁଭ କର୍ମରେ ହିନ୍ଦୁ ମାନେ ଆମମାନେ ସମସ୍ତେ ହୋମ ଯଜ୍ଞ କରନ୍ତୁ। এই হোম অগ্নি କଣ ପାଇଁ? এই ଅଗ୍ନି ହେଉଛନ୍ତି ଗୁରୁର ପ୍ରତୀକ, ସେଇ ଆଚାର୍ଯ୍ୟଙ୍କର ପ୍ରତୀକ। ସେଥିପାଇଁ ଯୋଉ ଶିଷ୍ୟମାନଙ୍କୁ କୁହାଯାଏ ଅଗ୍ନିହୋତ୍ର, ଯୋଉମାନେ ଆହୁତି ଦିଅନ୍ତି ଅଗ୍ନିହୋତ୍ର କୁହାଯାଏ। ଆଜି ସେଇ ଅଗ୍ନିହୋତ୍ର, ଆଜି ସେଇ ଇଷ୍ଟଭୃତି ମାଧ୍ୟମରେ ଆଜି ଆମମାନଙ୍କ ପାଖରେ ଦଣ୍ଡାୟମାନ। ଠାକୁର କହୁଛନ୍ତି ପ୍ରତିଦିନ ନିଜର ମାନେ ନାମ ଜପ ଧ୍ୟାନ ପ୍ରାର୍ଥନା ଆହ୍ନିକ କରି ଯେ ପ୍ରଭୁଙ୍କୁ ନିଜର କର୍ମ ଆରମ୍ଭ ପୂର୍ବରୁ ଯୋଉ ଭୋଜ୍ୟ ଆମେ ପ୍ରଦାନ କରୁ, ସେଇଟା ହଉଛି ଇଷ୍ଟଭୃତି। এই পঞ্চ মহাযজ্ঞ ঠাকুর ଆମ ହାତରେ ଦେଲେ। ଅଧ୍ୟୟନ ବ୍ରହ୍ମଯଜ୍ଞ, ମାନେ ପିତୃଯଜ୍ଞ ତର୍ପଣ, ହୋମ ଯଜ୍ଞ, ହୋମ ଦୈବ ବଲି ଭାତ, ଅତିଥି ପୂଜନମ, ଯେ ନୃ ଯଜ୍ଞ ଅତିଥି ପୂଜନମ। କଣ ପାଇଁ କଥାଟା କହିଲେ? ଶାସ୍ତ୍ରରେ କଥାଟି ଅଛି ଯେ ଆମେ ମାନେ ଆଜି ପଞ୍ଚ ମହାଯଜ୍ଞ ଆମେ ଅଜାଣତରେ କରୁ ଇଷ୍ଟଭୃତି ଯଜ୍ଞ ମାଧ୍ୟମରେ। ଆମେ ଅଧ୍ୟୟନ, ଏଇଟା ହଉଛି ଦେବଯଜ୍ଞ ବା ଋଷି ଯଜ୍ଞ, ଦେବଯଜ୍ଞ। ତାପରେ ଯେ ପିତୃତର୍ପଣ ଆମେ ସମସ୍ତେ କରୁ, ସେଟା ହଉଛି ପିତୃଯଜ୍ଞ। ଦେବଯଜ୍ଞ କଣ? ଏ ହୋମ ହବନ ଏଇସବୁ ହଉଛି ଦେବଯଜ୍ଞ। ଭୂତ ଯଜ୍ଞ, ଯୋଉଟା ଆମର ଇତର ପ୍ରାଣୀ ମାନେ ସେମାନଙ୍କୁ ଭଲ ପାଇବା, ସେମାନଙ୍କୁ କିଛି ତାଙ୍କର ସେବା କରିବା ହଉଛି ଭୂତ ଯଜ୍ଞ। ଆଉ ଅତିଥି ପୂଜନ, ଏଇଟା ହଉଛି ନୃ ଯଜ୍ଞ। এই যজ্ঞ ଆମେ ପ୍ରତିଦିନ କରୁ এই ଇଷ୍ଟଭୃତି ମାଧ୍ୟମରେ। ଠାକୁର କହୁଛନ୍ତି ଏଇ ଇଷ୍ଟଭୃତି ହଉଛି ନିକୁମ୍ଭିଲା ଯଜ୍ଞ। କଥାଟା ଏଇଥିପାଇଁ ଅବତାରଣା କଲି ଯେ ଆମେ ମାନେ ଯେତେବେଳେ ଅସଲ ଜିନିଷଟା ଆମେ ଯେତେବେଳେ ବିସ୍ମୃତ ହଉ, ସେତେବେଳେ ଆମର ହାତ ଭାବ ଚାଲି ଚଳନ ଚିନ୍ତାଧାରା ସବୁ କିଛି ଆଜି ମିସଗାଇଡେଡ। ପାଶ୍ଚାତ୍ୟ ସଭ୍ୟତା ଏତେ ଦିନ ଧରି ମୋଗଲ ମାନେ ଶାସନ କଲେ, ଏତେ ଦିନ ଧରି ଇଂରେଜ ମାନେ ଶାସନ କଲେ, ସେମାନଙ୍କର ଛାପ ଆମ ଭିତରେ ରହିଯାଇଛି। ଆଜିକାଲି ଗୋଟେ ଉଦାହରଣ ଦେଲେ ବୁଝି ହବ ଆହୁରି କ୍ଲିୟର, ଯେ ଆଜିକାଲି ଯେତେବେଳେ ସ୍ୱାମୀ ସ୍ତ୍ରୀ 2 ଜଣ ଚାକିରି କରିବାକୁ ପଳାଉଛନ୍ତି, ଧାଇ ପାଖରେ ଛୁଆଟି ରହୁଛି, ମାନେ ଅତି କଅଁଳ ଶିଶୁ, ସେ ମାନେ ଜନ୍ମରୁ ଯାହାକୁ ଦେଖିଲା ସେ ତାରି ଭଳି ହେବାକୁ ଚେଷ୍ଟା କରିଲା, ତାରି ଭଳି କଥାବାର୍ତ୍ତା କରିଲା, ଏବଂ ଶେଷରେ କଣ ହଉଛି ନା ମାତୃ ସ୍ନେହ ହରା ହେଇ ସେ ତାଙ୍କର ପିତାମାତାଙ୍କର କୃଷ୍ଟି ସେ ଭୁଲି ଯାଉଛି।
ଧାଇ ଯେମିତି ଚଳନ ଧାଇ ଯେମିତି କଥା ସେ ସେଇଭଳି ଭାବରେ ନିଜକୁ ତାର ସବୁ ଚାରିଚଳନ ସବୁ ସେଇଭଳି ଭାବରେ ସେ କରୁଛି, କିନ୍ତୁ ପରିମାର୍ଜିତ ହେଉନାହିଁ। ଶେଷରେ ସେ ଶୀର୍ଣ୍ଣତାରେ ବିପର୍ଯ୍ୟସ୍ତ ହେବାକୁ ବାଧ୍ୟ ହବ, କାରଣ ତାର ପିତାମାତାଙ୍କର ସ୍ପର୍ଶ ସେ ପାଇଲା ନାହିଁ। ସେଇଭଳି ଭାବରେ ଆମର ଯୋଉ ଆର୍ଯ୍ୟ କୃଷ୍ଟି ସେଥିରେ ଯୋଉ ମହା ଯୋଉ ମାନେ ଯୋଉ ଆଜି ବେଦ ଉପନିଷଦ ଯୋଉ ସମସ୍ତ କିଛି ଠାକୁର କହୁଥିଲେ ଥରେ, କହିଲେ ଏଇ ଯେ ବିଭିନ୍ନତା, এই বিভিন্নতা কিন্তু আমার দেশকে আমি জাতিরে ভাষারে ধর্মরে আমি তাকে বিখণ্ডিত করেছু। ঠাকুর থরে কହୁଥିଲେ যদি সংস্কৃত ভাষা যদি সারা রাষ্ট্রে প্রচলিত হুঁতা তাহলে আমার আউ থরে বেদ উপনিষদକୁ মଣିষଙ୍କୁ জাଣିବାକୁ সক্ষম ହୁଅନ୍ତେ এবং এই ভাষা অতি সহজ, এই ভাষা অতি বোধগম্য। ইভেন দ্রাবিড়িয়ান যে ল্যাঙ্গুয়েজ ଅଛି ସେମାନେ ବି এই ভাষা ତାଙ୍କ ଭାଷା ବି এই ଭାଷା ସହିତ লিঙ্ক ଅଛି, କାରଣ ସେମାନେ ଆମର ହିନ୍ଦୀ ଭାଷାକୁ ବହୁତ ସେମାନେ ହେଟ୍ କରନ୍ତି, ସେମାନେ ଏଟାକୁ ସହଜରେ ନେଇ ପାରନ୍ତି ନାହିଁ। ତାହେଲେ ଆମେ ଗୋଟେ କହୁ ଆମେ ଗୋଟେ ଦେଶ ବହୁ ଅନୈକ୍ୟ ଭିତରେ ଆମେ ଅକ୍ତ ବୋଲି ଆମେ ଦାବି କରୁ, କିନ୍ତୁ ସତରେ କଣ ତାହା ସମ୍ଭବ, ସତରେ କଣ ତାହା ହେଇଛି? ସେଦିନ ପାବନା ଇନଷ୍ଟିଚ୍ୟୁଟ ଆସିଥିଲେ ସ୍ପେନ୍ସର ସାହେବ, ବିଦେଶୀ ଭକ୍ତ ଠାକୁରଙ୍କର, ଆସି ଯେତେବେଳେ ପଚାରୁଛନ୍ତି ମାନେ ଠାକୁରଙ୍କର ସେ ଯୋଉ ତପୋବନ ବିଦ୍ୟାଳୟର ଜଣେ ହয়তো 7-8 ବର୍ଷର ପିଲାଟିଏ ପଚାରୁଛନ୍ତି ଯେ ଏଇ ଦେଶର ଏକତା କିଭାବେ ସମ୍ଭବ। 7-8 ବର୍ଷର ପିଲାଟିଏ ହାତ ଉଠେଇ କହୁଛନ୍ତି ଯେ ପର୍ଯ୍ୟନ୍ତ ଏଇ ଦେଶ ଜଣେ ଏକ ଆଦର୍ଶରେ ଚରଣ ତଳେ ଯେ ପର୍ଯ୍ୟନ୍ତ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ଦେଶରେ ଐକ୍ୟ ଅସମ୍ଭବ। ନେଇ ଯାଇଥିଲେ ତାଙ୍କୁ, ମାନେ କିଏ କଣ ପରିଚିତି କିଛି ଜାଣିବା ଦରକାର ନାହିଁ, ତାଙ୍କୁ ସେ ନେଇ ଯାଇଥିଲେ ତାଙ୍କର ଯୋଉ ଟ୍ରିବ୍ୟୁନାଲ ଫୋରମ ଗଠନ ହେଇଥିଲା ସେଠି କହିଥିଲେ, ତାଙ୍କର ସ୍ପିଚ ଥିଲା, ସେ କହିଲେ ମୁଁ କଣ ସ୍ପିଚ ଦେବି, ମୋ ପାଇଁ ଏଇ ପିଲା ସ୍ପିଚ ଦେବ ଏଠି। ଦାଦାଙ୍କୁ ସେ ଥିଲେ ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କର ଛୋଟ ବୟସର ଏଇ ଘଟଣା। ଚିନ୍ତା କରନ୍ତୁ ଯେ ଏଇ ଯୋଉ ମହତ୍ ଗୋଟେ କଥା କହିଲେ, ଏଇ ଦେଶକୁ ଯଦି ଏକତା ବୋଧରେ ଆମେ ବାନ୍ଧିବାକୁ ଚାହୁଁଛୁ ତାହେଲେ ସମସ୍ତଙ୍କୁ ଆମକୁ ସେଇ ଏକ ଆଦର୍ଶ ତଳକୁ ଚରଣ ତଳକୁ ଆସିବାକୁ ପଡିବ। ସେଥିପାଇଁ ଶ୍ରୀ ଠାକୁର ବହୁ ପ୍ରଚେଷ୍ଟା କରିଛନ୍ତି ଏବଂ ଆଜି ଆମମାନଙ୍କର ଠାକୁରଙ୍କର ଯାହା ତାଙ୍କର କଥା ସବୁ ହଉଛି ବ୍ୟକ୍ତି ଚରିତ୍ର ଗଠନ। ଠାକୁର କହୁଛନ୍ତି କ୍ୟାରେକ୍ଟର ମେକିଂ ଇଜ ମାଇ ମିଶନ। ସ୍ୱାମୀ ବିବେକାନନ୍ଦ କହିଥିଲେ ମ୍ୟାନ ମେକିଂ ଇଜ ମାଇ ମିଶନ, କିନ୍ତୁ ଶ୍ରୀ ଠାକୁର କହୁଛନ୍ତି କ୍ୟାରେକ୍ଟର ମେକିଂ ଇଜ ମାଇ ମିଶନ। ଏଇ ଯେ ଚରିତ୍ର, ଏଇ ଚରିତ୍ର ଗଠନ ହେଲେ ମଣିଷ ଭିତରେ ଯୋଗ୍ୟତା ଆସିବ ଏବଂ ଯୋଗ୍ୟ ବ୍ୟକ୍ତି ସବୁ କିଛି କରିପାରେ। ଠାକୁର କହୁଛନ୍ତି ଏଇ ଚରିତ୍ର କିଭଳି ଭାବରେ ଗଠନ ହବ ନା ୟୁ ଲଭ ମି, তুমি মতে ভাল পাও, তারপরে দেখ তোমার সমস্ত কিছু চরিত্র গঠন হচ্ছে। ঠাকুর প্রবৃত্তিকে নিরোধ করা কথা কই নাহান্তি, প্রবৃত্তির নিরসন চাইছেন। ঠাকুর তথাকথিত ধ্যান ধারণার কোন হুয়ে না মଣିষর প্রবৃত্তি সাময়িক ভাবে ডুবি যায়, পুনি তারপরে মানে ছাড়িদেলে পুনি সে প্রবৃত্তি আসিকি আমাকে টাণি উতারি নেই পুনি গাঢ়ারে ফেললে, পুনি গাঢ়ারে পকাই দিয়ে। ঠাকুর সবুঠু বড় মানে শত্রু হচ্ছে মଣିষর এই নাম যশ আত্মপ্রতিষ্ঠা। বরং মহা সাধক বহুত কিছু অক্তিয়ার করছেন, কিন্তু এই নাম যশ আত্মপ্রতিষ্ঠা পাখে হার মানি যাইছেন। সেদিন সুশীল চন্দ্র বসুদা তৎকালীন সেক্রেটারি সৎসঙ্গর যাইছেন রাজস্থান কু, সেটি যাইছেন গোটে মানে লঙ্গলা বাবাଙ୍କ দর্শন হয়েছে তাঙ্কর, তাঙ্কু যদি প্রণাম করিছেন, প্রণাম করিকি বসিছেন, বাবা ধ্যান ভজন করুଥିଲେ। ধ্যান ভজন করে সারিবা পরে যেতବେଳେ বাবাଙ୍କ ସାଙ୍ଗରେ কথোপকথନ ହେଇଛି, বাবা ମୁଁ ଶୁଣିଛି ଆପଣ ହିମାଳୟରେ ଥିଲେ, ସେଠି ବି ଆପଣ ମାନେ ଏଇଭଳି ଉଲଗ୍ନ ଥିଲେ, ଆଜି ଆପଣ ଏଇ ରାଜସ୍ଥାନ ମରୁଭୂମିରେ ଧୂନି ଜାଳିକି ଆପଣ ଏଠି ସାଧନା କରୁଛନ୍ତି, ଏତେ ଗରମରେ ମୁଁ ଏସି ଗାଡିରୁ ଆସିକି ମୁଁ ଝାଳ ଝାଳ ଆଣ୍ଠି ହେଲିଣି, ଆପଣ ଏଇସବୁ କେମିତି କରୁଛନ୍ତି? ବାବା ହସି ଦେଇଥିଲେ, କହିଲେ ଆରେ ବାବା ତମେ ଏଇ ଯୋଉ କଥା କହୁଛ ମାନେ ହୁଏତ ସେଠି ହିମାଳୟରେ ଥଣ୍ଡା ମତେ କାବୁ କରି ପାରି ନାହିଁ, ତାକୁ ମୁଁ କାବୁରେ ଆଣିଛି। ହୁଏତ ରାଜସ୍ଥାନର ଗରମ ମୁଁ କାବୁରେ ଆଣିଛି, ଆଉ ଏଇ ଯେ ଦେଖୁଛ ଉଲଗ୍ନ ହେଇକି ଅଛି ହୁଏତ କାମ କାମିନୀକୁ ବି ମୁଁ କାବୁରେ ଆଣିଛି। କିନ୍ତୁ ମାନେ ସେଦିନ ସେ କହିଥିଲେ କବିଙ୍କର ଗୋଟେ ଦୋହା ଯେ କାଞ୍ଚନ ତେଜନା ସହଜ ହେ ସହଜ ନାରୀ କେନେ ମାନ ବଡାଇ ଈର୍ଷା କଠିନ ତେଜନା ହେ। ଏଟା କଣ ପାଇଁ ସେ କହିଥିଲେ ଏବଂ କହିଥିଲେ ଯେ ଏଇ ଯେ ତମେ ଆସିଲେ ମତେ ପ୍ରଣାମ କଲ, ମୋ ମନରେ ଗୋଟେ ଆନନ୍ଦ ହେଲା। ଯଦି ମତେ ପ୍ରଣାମ ନ କରିକି ଦି ଥାପଡ଼ ଲଗେଇଥାନ୍ତ କିମ୍ବା ଗାଳିଗୁଲଜ କରିଥାନ୍ତ, ମୋ ମନରେ ସେତିକି ଆନନ୍ଦ ହେଇଥାନ୍ତା କି? ଯଦି ଆନନ୍ଦ ମୋର ଏପର୍ଯ୍ୟନ୍ତ ହଉଛି ତମ ପ୍ରଣାମ ଗ୍ରହଣ କରି ତମର ପ୍ରଶଂସା ଗ୍ରହଣ କରି, ତାହେଲେ ମୁଁ ଏପର୍ଯ୍ୟନ୍ତ ସେଇଟାକୁ ତେଜ କରିପାରି ନାହିଁ। ଏଇଥିପାଇଁ ମୁଁ କଠିନ ସାଧନା କରୁଛି। ସେଦିନ ତାଙ୍କର ସୁଶୀଲ ଦାଙ୍କର ଜଣେ ବହୁ ବଡ ସାଧକ, ଆମ ସମସ୍ତେ ଜାଣିଛୁ ସୁଶୀଲ ଦାଙ୍କ କଥା, ବହୁ ବହି ସେ ଲେଖିଛନ୍ତି।
सुशीलदा सतरे ठाकुर बहुत प्रिय मनुष्य थे परिकर्मा थे से भी से आखि खोली जाइला कौन कहते केते बड़ कथा कहते आज आम मैंने जेकोसी कर्म करू आम शेष में किंतु गोटे बाहवा दरकार जदि न मिले ठाकुर कहते जे मनीष आज माने प्रवृत्ति ताड़ित और प्रत्याशा पीड़ित प्रवृत्ति ताड़ित माने हमर वृत्ति प्रवृत्ति सब समय हमको विभिन्न आड़ को धाउची जो हमें देखिछंती से गीतार जो माने 6टी अश्व श्रीकृष्ण धरिछंती लगाम से 6टी अश्व जे हमर 6टी प्रवृत्ति तार लगाम जदि ठीक रे न धरंती श्रीकृष्ण प्रभु श्रीकृष्ण ताहले किंतु रथ जेआडे सेडे जाई की विध्वस्ती रे पथरे माने एक्सीडेंट होई हबो आज हमर मनर अर्थरे हमर देहर अर्थरे से श्रीकृष्ण प्रभु श्रीकृष्ण विराजमान करूछंती तो जदि नाहंती ताहले किंतु हम भूल करूछु कोठी हमर जीवन विध्वस्त होई हबो आज आमे समस्ते महाभाग्यवान तांको पाइछु परम पूज्यपाद श्री दादा कहते से दिन जे तुम्हें माने महाभाग्यवान तुम्हें यही जन्म यही जुगरे जन्मिछ तुम्हें मोर माने बड़ पुओ वर्तमान आचार्यकर नाम नहीं कहले तुम्हें तार संग करूछ सतरे जदि से आम जीवन में विशेष कर मो जीवन कथा कहूँ जदि से मो जीवन में आसी नथांते ताले मु आज माने ठाकुर को तो दूर कथा से दादा को भी बुझी पार नथांती प्रथम देखारे मते कहले जेते बेले देवघर आसछु बाबांगा पाखरे जाई बस देख से केमती लोक संगे व्यवहार करछंती देख से लोक को तार स्वामी स्त्री भक्त माने समस्त सारे किभଳି किभଳି व्यवहार करछंती से आज सेठी कोनसी तत्वज्ञान शिक्षा दियंती नाही से आज कोनसी किछि शिक्षा दियंती नाही किंतु तांकर आचरण भितर से एभଳି शिक्षा दियंती कहले तोर जदि आखि कान खोला थिबो तले तोर जीवन रो काया परिवर्तन हे जीवो वास्तविक मो जीवन को आज मु पर्यालोचना करे यदि श्री श्री दादा सानिध्य रे मु आसी नथांती तले होय तो जीवन रो सही मधु जेते बळे अनुभव करि पारनथि जीवन ता जे केते सुंदर केते गारिमामय आमे किंतु से जीवन टाकू नष्ट करि दोछु सेही साधन भजन बिना आमे से गुरु को भल पाइबा बिना आज आमे जीवन को तुच्छ बरि मन हुए गतकाली मोर जने डाक्टर बंधु संगे कथा होतला खूब नाम करा डाक्टर जे बहुत माने अर्थ उपार्जन करूछंती किंतु डिप्रेशन में अछंती पचारिले तमे कोन एबे भी से करूछ आमे जेतबेले आज को माने सेही 25 वर्ष तळे आमे जहा करूथलु तमे कोन आज भी तमे सेया कंटिन्यू करूछ मु कहली जहा 25 वर्ष रे जो गछ लागितिला से गछ आज महाद्रुम रे परिणत हेची मो जीवन रे आज दुख नाही मो दुख रे आज जीवन रे आज अवसाद नाही बंचिछि केवल तांको पई तांकरी काम करिवा पई से होछंती जंत्री मु होछि जंत्र जेभଳି भाବରେ से चलंती से ही करबा चेष्टा करे जेतेबेले तांकर आदेश आसे से इष्ट कर्म से जे भगवानकर जे आह्वान जे प्रभु श्रीकृष्ण अर्जुन को जो शिक्षा देले सांख्य योग कर्म योग एई ठाकुर कहते अद्भुत एई साधन भजन देकी तुम तुमर कर्म रे उत्तरी जाओ एवं मन सबले से गुरु को पाद पद्म रे थिबो मन सबले से आज्ञा चक्र रे थिबो एवं प्रश्न शून्य अनुभूति नै जदि से गुरुंकर आदेश पालन करि पारो तले तुमठारु भाग्यवान आ के परम दयाल श्री ठाकुर से दिन कहिथिले परम पूज्यपाद श्री दादा को तोर बाबा भली जदि के मते भल पांता तले जीवन रे तार आर कोनोसी अट्रैक्ट बोली किछि रहइबो नै अर्थात श्री बरदा तांकर जीवद्दशारे से श्री ठाकुर को एभली भाबरे भक्ति भल पाइबा एभली भाबरे प्रदर्शन करछंती ठाकुर तांकर पिता किंतु से ठाकुर को पिता को गुरु भाबरे से किभली भाबरे भक्ति करछंती सेटा माने समस्त जानु आज श्री दादा पाखरे भी से एक ही घटना हमें देखिलु जे परम पूज्यपाद श्री बरदा को से किभली भाबरे भक्ति तांकर सेवा शुश्रूषा करी किभली से चलीथिले एवं आज परम पूज्यपाद आचार्य देव से दिन अत्यंत माने राति रा गोटे परिवेश राति 9टा समय अगस्त 9 तारिख ना अगस्त सॉरी अक्टोबर 4 तारिख रे राति रे सोइचंती अर्धशयित अवस्था रे तांको घर आगे छोट बेंच परे मु और डॉक्टर तपन माटिया अछु सेठी हठात कहउचंती जे सुन मु किंतु एते लोक मो आख पाखरे देखुचो मु किंतु निजे को एकाकी बोध करे कोन पई ना मोर प्रभु के संगे मोर रिलेशन होची 1 to 1 तांको पई मोर मु सदा सर्वदा मो चित्त को उन्मुक्त रखे एवं तांको जेतेबेले मु तांकर सेवा तांकर परिचर्या करिवार विषय आसे तेतेबेले मु निजको ही दायी करे आउ का कथा आउ के कोन परिवेश मु चिंता करे ना से अछंती मु अछि तांको छडा केही मु किछि मो जीवन रे बुझे ना ए होची डेडिकेशन ए होची सरेंडरनेस जे आचार्य केवली भक्ति से निजे ही सिखै देले हम मन सेदिन आचार्य को रोहित से पानी दोछन पानी की पंजाब रे पड़ी जाई हठात माने से पंजाबी टी ओलै नै
ନିଜେ ଯାଇକି ଆଇରନ୍ କରିକି ପାଖରେ ଗୋଟେ ଭକ୍ତ ଅଛନ୍ତି ଯାହା କହିଥିଲେ ସେ ନେଇକି ଆଇରନ୍ କରି ନେଇ ଆସିଥାନ୍ତା, କିନ୍ତୁ ପ୍ରଭୁ ନିଜେ ସେ ତାଙ୍କ କରୁଛନ୍ତି ଯେ ପିତାଙ୍କର ସେ ଆଚାର୍ଯ୍ୟଙ୍କର ସେବା କରିବା ଏଇଟା ବି ଗୋଟେ ଶିକ୍ଷଣୀୟ ବିଷୟ। କିଭଳି ଭାବରେ ସେ ତାଙ୍କୁ ଭଲ ପାଆନ୍ତି, ଏଇ ଭଲ ପାଇବାର ବିଷୟବସ୍ତୁ ଠାକୁର କହୁଛନ୍ତି ଏଇ ଲଭ୍ ଇଜ ଦ ଓନ୍ଲି କଏନ୍ where you can buy bliss। ବସିକି ଆମ ପାଖରେ କହୁଛନ୍ତି ଯେତେବେଳେ ପରମ ପୂଜ୍ୟପାଦ ଶ୍ରୀ ଦାଦା ଏଠି ଚିକିତ୍ସାଧୀନ ଥିଲେ ଏଠି ଦୁର୍ଗାପୁରରେ, ଦିନେ କହୁଛନ୍ତି ହେମନ୍ତ ଦା 2016 ମସିହାରେ ଯେତେବେଳେ ପ୍ରଥମ ଲୋକମାନଙ୍କ ସାଙ୍ଗରେ ତାଙ୍କର ବୟସ ଏବେ ମାତ୍ର 22 ବର୍ଷ, 16 ମସିହାରେ ମାନେ ସେତେବେଳେ 16 ବର୍ଷ ବୟସ, କହୁଛନ୍ତି ଯେତେବେଳେ ପ୍ରଥମ ମୁଁ ଲୋକମାନଙ୍କ ସାଙ୍ଗରେ ଇଣ୍ଟରାକ୍ସନ କଲି ଦେଖିଲି ଲୋକମାନଙ୍କର ବହୁତ ଅସୁବିଧା, କାହା ପାଖରେ ଖାଇବାକୁ ନାହିଁ, କାହା ପାଖରେ ଚାକିରି ନାହିଁ, କାହାର ଝିଅ ବାହାଘର ହଉନି, ବିଭିନ୍ନ ସମସ୍ୟା ନେଇକି ଲୋକ ଆସୁଛନ୍ତି। ମତେ ସବୁ ଲୋକ ଯେତେବେଳେ ବ୍ୟସ୍ତ କଲେ ଯାଇକି ବାବାଙ୍କୁ କହିଲି ବାବା ମୋର ଇଚ୍ଛା ଗୋଟେ କନସଲଟାନ୍ସି ଖୋଲିବୁ, ଆମର ବହୁତ ଗୁରୁ ଭାଇ ପ୍ରତିଷ୍ଠିତ ଅଛନ୍ତି, ଡାକ୍ତର ଇଞ୍ଜିନିୟର ବହୁତ ବଡ ବଡ ଜାଗାରେ ସବୁ ଅଛନ୍ତି, ତାଙ୍କ ସଙ୍ଗରେ ସବୁ କଥା ସମ୍ପର୍କ ରଖିବି, ଆଉ ଯୋଉମାନେ ଗରିବ ମାନେ ଅଛନ୍ତି ସେମାନଙ୍କୁ ଚାକିରି ପଇସା କୋଉଠୁ କାହା ସାଙ୍ଗରେ କଣ ଯୋଗାଯୋଗ ହବ, କାହାର ଝିଅ ବାହାଘର ସବୁ ବ୍ୟବସ୍ଥା ସେଥିରେ ହେଇଯିବ। ସେତେବେଳେ କହିଲେ ବାବା ମତେ କହିଲେ ବାବା ଶୁଣ ଆମମାନଙ୍କର କାମ ଚାକିରି ଦେବା ପଇସା ଦେବା କିନ୍ତୁ ନୁହଁ, ଆମମାନଙ୍କର କାମ ହେଲା ଜୀବନରେ ଗୋଟେ ଡାଇଭରସନ ଦେବା, ଅର୍ଥାତ ଯେତେବେଳେ ମେନ୍ ରୋଡଟା ତିଆରି ହୋଇଥାଏ ଗୋଟେ ଡାଇଭରସନ ରୋଡ ହୁଏ, ସେଥିରେ ଯାତାୟାତ ଚାଲେ। କହୁଛନ୍ତି ଏଇ ଯୋଉ ଡାଇଭରସନ ମାନେ ଜୀବନରେ ଯୋଉମାନେ ଅସୁବିଧାରେ ପଡିଛନ୍ତି ସମ୍ମୁଖୀନ ହେଇଛନ୍ତି ସେମାନେ ତାଙ୍କର ଆତ୍ମବିଶ୍ୱାସ ସେଲ୍ଫ କନଫିଡେନ୍ସ ଏଟାକୁ ସେମାନେ ହରେଇ ବସିଛନ୍ତି। ଆମର କାମ ହେଲା ସେ ଆତ୍ମବିଶ୍ୱାସଟାକୁ ତାକୁ ଖୋଜିଦେବା ସୋ ଦ୍ୟାଟ ସେ ଆଉ ଥରେ ପୁଣି ତାର ଯୋଉ ସମସ୍ୟା ଅଛି ତା ସାଙ୍ଗରେ ସମ୍ମୁଖୀନ ହୋଇକି ତା ସାଙ୍ଗରେ ଲଢେଇ କରିବ ଏବଂ ତାପରେ ସେ ଜୟଯୁକ୍ତ ହବ, ଜୟଯୁକ୍ତ ହେଇକି ସମସ୍ୟା ଚିରଦିନ ପାଇଁ ତା ଜୀବନରୁ ଚାଲିଯିବ। ନହେଲେ କିନ୍ତୁ ତାକୁ ଯଦି ଆମେ କିଛି ଦେଇଦଉ ତାପରେ ସେଟା କିନ୍ତୁ ସେ ଆଉ ଥରେ ପୁଣି ସେଟା ଶେଷ ହେଇଯିବ, ତାପରେ ପୁଣି ସେମ୍ ସମସ୍ୟାର ସେ ସମ୍ମୁଖୀନ ହବ। ସମସ୍ୟାକୁ ଜୟ କରିବାର ଯୋଉ କାଇଦା এইটাই প্রভু আমাকে শিখাই দিয়ନ୍ତି, ସେଥିପାଇଁ ଜୀବନରେ ଜୀବନ୍ତ ଗୁରୁ ଦରକାର, ସେଥିପାଇଁ ତାଙ୍କୁ ଭଲ ପାଇବା ଦରକାର ଏବଂ ସେଥିପାଇଁ ତାଙ୍କର ସଙ୍ଗ ସାହଚର୍ଯ୍ୟ ଦରକାର। 2000 ମସିହାରେ ଯେତେବେଳେ ପୂଜନୀୟ ଅବିନ୍ଦ ଦାସ ଛୋଟ ଶିଶୁ ସେତେବେଳେ ପୁରା ଠାକୁର ପରିବାର ଶ୍ରୀ ଶ୍ରୀ ଦାଦା ଏବଂ ତାଙ୍କର 3 ପୁଅ ସମସ୍ତେ ତ୍ରିଚି ଯାଇଛନ୍ତି। ତ୍ରିଚି ଯିବା ସମୟରେ ତ୍ରିଚିର 15 କିଲୋମିଟର ଦୂରରୁ ଗୋଟେ ଜଳରାଶି ସୂର୍ଯ୍ୟାସ୍ତର ସମୟ, ଯୋଉଟା ମୋ ବ୍ୟାକଗ୍ରାଉଣ୍ଡରେ ଆପଣ ଦେଖିପାରୁଛନ୍ତି, ଗୋଟେ ଜଳରାଶି ସୂର୍ଯ୍ୟାସ୍ତର ସମୟ କି ଗୋଟେ ଅପୂର୍ବ ମାନେ ପରିବେଶ, সেই ପରିବେଶରେ ସେ ଗାଡି ରଖିଛନ୍ତି। ପୂଜନ ଅବିନ୍ଦ ସେତେବେଳେ ହୁଏତ ମାନେ କ୍ଷୀର ଖାଇବାର ସମୟ ବା କିଛି ଗୋଟେ ଥିଲା, ଗାଡି ରଖିକି ସୁଶ୍ରୀ ଦାଦା ଯାଇକି ସେଇ ମାନେ ଜଳରାଶି କୂଳରେ ଛିଡା ହେଇଛନ୍ତି କମରରେ ହାତ ଦେଇକି, ପଛେ 3 ପୁଅ ବି ଛିଡା ହେଇଛନ୍ତି। ହଠାତ୍ ଦେଖାଗଲା 100ରୁ ଉର୍ଦ୍ଧ୍ୱ ସନ୍ନ୍ୟାସୀ, ସେମାନେ ତାଙ୍କ ସନ୍ଧ୍ୟା ଆହ୍ନିକ କରି ଫେରୁଥିଲେ। ସମସ୍ତେ ଆଜି ଶ୍ରୀ ଦାଦାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଗୋଟେ ମାନେ ବିଦେଶ ଜାଗା ଇଏ ଯାଇଛନ୍ତି ବେଙ୍ଗଲରୁ, ସେଟା ତ୍ରିଚି, ମାନେ ସେଠି ଦେଖାଗଲା 100 ସାଧୁ ସାଷ୍ଟାଙ୍ଗ ପ୍ରଣିପାତ କରି ସମସ୍ତେ ଗୋଟେ ଗୋଟେ ଲାଇନ ଦେଇ ଚାଲିଗଲେ, କେହି କିଛି ବୁଝିପାରିଲେ ନାହିଁ। କିନ୍ତୁ ଆଜି ଆମେ ତର୍ଜମା କରୁ ଯେ এইটা হচ্ছে বাস্তব ব্রহ্ম দর্শন। প্রভু শ্রীরামকৃষ্ণ কହୁଛନ୍ତି যেତେବେଳେ ব্রহ্ম দর্শন ହୁଏ ସେତେବେଳେ କିନ୍ତୁ ମଣିଷ ଆଉ ତା ବାକ୍ରୁଦ୍ଧ ହେଇଯାଏ, ବାକ୍ ଶୂନ୍ୟ ହେଇଯାଏ, ତାର କଥା ଶେଷ ହେଇଯାଏ। ସେତେବେଳେ ପ୍ରଭୁ ମାନେ ସେଦିନ ପ୍ରଭୁ ଶ୍ରୀରାମକୃଷ୍ଣ କହୁଛନ୍ତି ଯେ ଏଇ ମାୟା ସମସ୍ତ ଏଇ ମୋର ଜିନିଷ ଏଇଟାই ହଉଛି ମାୟା, ଆଉ ପ୍ରଭୁଙ୍କର ଜିନିଷ ଯେ ସବୁ କିଛି ଏଇ ସାରା ବିଶ୍ୱ ପାଇଁ ମୁଁ, এইটাই ହଉଛି ଦୟା। ଯଦି ମଣିଷକୁ ଦୟା କରିବା ହିସାବରେ କିଛି କରାଯାଏ ସେଟା ହଉଛି କହୁଛନ୍ତି ସେଟା ହଉଛି ରଜଗୁଣ, କିନ୍ତୁ ଦୟା କରିବା ହିସାବରେ ନୁହେଁ, ମଣିଷକୁ ସେବା କରିବା ଭିତରେ ଯୋଉ ଦୟା ହୁଏ ସେଇଟାই ହଉଛି ସତ୍ୟଗୁଣ। ସେଦିନ ସ୍ୱାମୀ ବିବେକାନନ୍ଦ କହିଥିଲେ ମଣିଷକୁ ଅନ୍ନଦାନ, ମଣିଷକୁ ବସ୍ତ୍ରଦାନ, ୟା ଠାରୁ ଆହୁରି ମହତ୍ କାର୍ଯ୍ୟ ଅଛି। ସେଇ କାର୍ଯ୍ୟ କଣ? ସେଇ କାର୍ଯ୍ୟ ହଉଛି ଧର୍ମଦାନ। ମଣିଷକୁ ଆଜି ଧର୍ମଦାନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଆଜି ବର୍ତ୍ତମାନ ଆଚାର୍ଯ୍ୟ ଦେବ ପରମ ପୂଜ୍ୟପାଦ ଶ୍ରୀ ଦାଦା ବି ଗୋଟିଏ କଥା କହୁଛନ୍ତି ସବୁ ସମୟରେ ଯେ ଦୀକ୍ଷାର କଥା। ଏଇ ଦୀକ୍ଷା ମଣିଷର ଆମେ ସବୁବେଳେ କଥାରେ କଥାରେ କହୁ ଆମର ଶିକ୍ଷା ଦୀକ୍ଷାର ଅଭାବ, ଶିକ୍ଷା ତ ଅଭାବ ଆମେ ବୁଝିଲୁ, ଦୀକ୍ଷାର ଅଭାବଟା କିନ୍ତୁ ଆମର ଚିନ୍ତା କରିପାରୁନା। ସେଇ ଦୀକ୍ଷାର କଥା ପରମ ପୂଜ୍ୟପାଦ ଦାଦା ସମସ୍ତଙ୍କୁ କହିଥିଲେ। ଏଇ ଦୀକ୍ଷା ମାଧ୍ୟମରେ ମଣିଷ ଦକ୍ଷ ହବ। ଏଇ ଦୀକ୍ଷାରେ କେତେ ଯେ କଥା ଅଛି, ଏଇ ଦୀକ୍ଷା ଯଦି ଦୀକ୍ଷାନୁଚଳନ ଯଦି ମଣିଷ ଚାଲେ ତାହେଲେ ଏଇ ଯେ ସତ୍ସଙ୍ଗର ଆଜି ଭାବଧାରା ମତେ ଯେତେବେଳେ ଲୋକମାନେ ପଚାରନ୍ତି ଯେ କଣ ତମର ଏଇ ଭାବଧାରା, ମୁଁ କୁହେ ଯେ এইটা হচ্ছে ଗୋଟେ লাইফ স্টাইল। এটাକୁ যদি ଆମେ চলন করি, এইটাକୁ যদি ଆମେ ପରିପାଳନ কରୁ, এইটাই হচ্ছে আমার জীবনକୁ রক্ষা করিব। আমার জীবনର বাস্তবতা, ଆମେ ଜୀବନରେ କଣ ହବାକୁ ଚାହୁଁଛୁ, ଆମର ଗନ୍ତବ୍ୟ କଣ, ଆମେ ଲକ୍ଷ୍ୟ ଭ୍ରଷ୍ଟ ହେଇଛୁ ଆଜି, ସେଥିପାଇଁ ଆମେ ଉପଲକ୍ଷ୍ୟରେ ଆମେ ପହଞ୍ଚି ଯାଉଛୁ। ପୂଜନ ଶିକ୍ଷାଦେଶ କହୁଥିଲେ ତୁମ ଲକ୍ଷ୍ୟ ଯଦି ଠିକ ଥାଏ
ସେଇଠି ଯାଇ ତୁମେ ଇଷ୍ଟଙ୍କ ପାଖରେ ତୁମେ ପହଞ୍ଚିବାକୁ ଚେଷ୍ଟା କର। ବର୍ତ୍ତମାନ ଆଚାର୍ଯ୍ୟ ଦେବ ଯେତେବେଳେ ଦୁର୍ଗାପୁରରେ ଥିଲେ ଆମ ହସ୍ପିଟାଲରେ ମୋର କିଛି ଡାକ୍ତର ବନ୍ଧୁ ମାନଙ୍କୁ ନେଇକି ମୁଁ ପ୍ରଣାମ କରିବାକୁ ଯାଇଥିଲି, ବହୁତ କଥୋପକଥନ ହେଇଥିଲା। ତାପରେ ତା ଭିତରୁ ମୋର ଜଣେ ଡାକ୍ତର ବନ୍ଧୁ ସେ କହିଲେ ସାର୍ ଯେ ଆପଣଙ୍କର ଏଇ ଡକ୍ଟର ତପନ ମାଟିଆ ସାର୍ ମତେ ସବୁବେଳେ ଜୟଗୁରୁ କାହିଁ କହୁଛନ୍ତି, ମୁଁ ତ ଠାକୁରଙ୍କର ଦୀକ୍ଷିତ ନୁହଁ, ମୁଁ ତ ଭାରତ ସେବାଶ୍ରମର ଦୀକ୍ଷିତ। ମୁଁ ଏଇ କଥାଟି ଯେତେବେଳେ ଆଚାର୍ଯ୍ୟଙ୍କ ପାଖରେ ନିବେଦନ କରେ ସେତେବେଳେ ସେ କହୁଛନ୍ତି ଦେଖ ସେ କହୁଛନ୍ତି ମୁଁ ଭାରତ ସେବାଶ୍ରମରେ ଦୀକ୍ଷିତ, ତୁ କଣ କହୁ ମୁଁ ସତ୍ସଙ୍ଗରେ ଦୀକ୍ଷିତ, ତୁ କାହାର ଦୀକ୍ଷିତ କହୁ, ତୁ କହୁ ମୁଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷିତ। ଏହା ପଛରେ ତମେ ଯଦି ଗୋଟେ ପର୍ସନକୁ ଯଦି ଜୀବନରେ ମୁଖ୍ୟ କରି ଚାଲ ତାହେଲେ ତୁମର ପର୍ସନାଲିଟି ଗ୍ରୋ କରିବ। ଠାକୁର କହୁଛନ୍ତି କଣ୍ଡକ୍ସନ ଛଡା କଣ୍ଡକ୍ଟ ହୁଏ ନା, ଅର୍ଥାତ এই পরিচালনা ছাড়া চরিত্র গঠন হুয়ে না। গডের সর্চ মানে গুডের সর্চ, অর্থাৎ এই ভগবানଙ୍କର যে ଆମେ ସର୍ଚ୍ଚ କରୁ সেটা হচ্ছে ଆମର ନିଜର ଭଲର ସର୍ଚ୍ଚ ହଉଛି, ନିଜର ଭଲର ଅନୁସନ୍ଧାନ ହଉଛି এই ବିଶ୍ୱର ଅନୁସନ୍ଧାନ। ଆଜି ଠାକୁର ଆମମାନଙ୍କୁ ବହୁ ଭାବରେ ବୁଝେଇ ଦେଲେ କିଭଳି ଭାବରେ ଆମେ ରହିବା କଥା, କଣ ଆମେ କରିବା କଥା। ଆଜି ଏଠି ବହୁ ମହାନ ବ୍ୟକ୍ତି ମାନେ ଅଛନ୍ତି, ମୁଁ ଜାଣିନି ନା ମୋର କେତେ ସମୟ, ଆଜି ହୁଏତ ସମୟ ବେଶୀ ନାହିଁ। ଆଚାର୍ଯ୍ୟ ଦେବଙ୍କର ଏଇ ଯେ ଭଲ ପାଇବା, ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କର ଯୋଉ ଭଲ ପାଇବା ସମସ୍ତଙ୍କ ପାଇଁ। ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କର ଗୋଟେ ଛୋଟ ଘଟଣା କହୁଛି। ପିଲାଟିଏ ଆମର ଦେଓଘର ପିଲାଟିଏ ଲକଡାଉନ ଭିତରେ ସେ ଆଚାର୍ଯ୍ୟ ଦେବଙ୍କୁ ଦେଖି ପାରୁନି, ସେ ଚିଠି ମାନେ ମେସେଜ ଲେଖୁଛି ଯେ ଲକଡାଉନରେ ଦେଖିନି, ମନଟା ଯେମିତି ଆଉଟ ପାଉଟ ହଉଛି। ଯେତେବେଳେ ଆପଣ ଦର୍ଶନ ଦଉଥିଲେ ସକାଳେ ସେତେବେଳେ ମୁଁ ଶୋଇ ଶୋଇ ସମୟ ବିତେଇଛି, ଯେତେବେଳେ ଆପଣଙ୍କ ମାନେ ଖୁଲମଖୁଲା ଦର୍ଶନ ହଉଥିଲା ସେତେବେଳେ ମୁଁ ବୁଝିପାରୁନି ଆପଣଙ୍କର ଇମ୍ପୋର୍ଟାନ୍ସ। ଆଜି ଏତେ ଦିନ ନ ଦେଖିକି ମନଟା ଆଉଟ ପାଉଟ କେମିତି ହଉଛି। ତାପରେ ପରମ ପୂଜ୍ୟପାଦ ବର୍ତ୍ତମାନ ଆଚାର୍ଯ୍ୟ ଦେବ ତାକୁ ରିପ୍ଲାଏ କରୁଛନ୍ତି ଯେ ଶୁଣ ବାବା, ତୁମମାନଙ୍କୁ ତ ସାରା ଜୀବନ ମୁଁ ପ୍ରଶ୍ରୟ ଦେଇ ଆସିଛି। ପ୍ରଶ୍ରୟ କିଏ କାହାକୁ ଦିଏ ନା ବାବା ମା ତାଙ୍କର ପିଲାମାନଙ୍କୁ ପ୍ରଶ୍ରୟ ଦିଅନ୍ତି, ଭୁଲଟାକୁ ଦେଖିକି ବି ତାକୁ ଅଣଦେଖା କରନ୍ତି। ସେଇଭଳି ଭାବରେ ଯେ ତମମାନଙ୍କୁ ସାରା ଜୀବନ ମୁଁ ପ୍ରଶ୍ରୟ ଦେଇ ଆସିଛି, କିନ୍ତୁ ଠାକୁରଙ୍କର ମଣିଷ ଯୋଉମାନେ ସେମାନଙ୍କ ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ସେମାନଙ୍କର ମଙ୍ଗଳ ପାଇଁ କିନ୍ତୁ ପରମ ପିତାଙ୍କ ଉପରେ ପ୍ରାର୍ଥନା କରୁଛି। ଦୁର୍ପାଗଲା ସେରକମ ଭାବିବନି, ତମାନେ ସମସ୍ତେ ଭଲରେ ଥାଅ, ଶାନ୍ତିରେ ଥାଅ, ଏଇଟା ହିଁ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା। ସେଦିନ ଛିଡା ହେଇଛନ୍ତି, ସେଇ ପିଲାଟି ଛିଡା ହେଇଛି ଆଚାର୍ଯ୍ୟ ଦେବଙ୍କ ପାଖରେ। ତପୋବନ ବିଦ୍ୟାଳୟର ଯେ ଟିଚର ତରୁଣ ପାଲଦା ସେ ଆଣି କହୁଛନ୍ତି ଦାଦା ଅମୁକର ପିଲାଟା ମାନେ ପଥଭ୍ରଷ୍ଟ ହେଇଯାଇଛି, ଖରାପ ହେଇଗଲା, ବିଗିଡି ଗଲା, ସେ କୁସଙ୍ଗରେ ପଡି ବର୍ତ୍ତମାନ ନିଶା ଜୁଆ ସବୁକିଛି ମାନେ ସବୁକିଛି ସେ କରୁଛି, କଣ ହବ ଦାଦା। ସତ୍ସଙ୍ଗୀ ଘରର ପିଲା ଠାକୁର ମାନେ ତାପରେ ପରମ ପୂଜ୍ୟପାଦ ଶ୍ରୀ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହୁଛନ୍ତି ତା ମୁଣ୍ଡରେ ଠାକୁର ଢୋକାନ আছে তো, ମାନେ ତା ମୁଣ୍ଡରେ ଠାକୁର ଢୋକା ହେଇଛି ତ ଠିକ ଠାକ। କହିଲେ ଏଇ ଦେଖ ଏଇ ପିଲାଟା ଛିଡା ହେଇଛି ଏଠି। ଏଇ ପିଲାଟି ଯେତେବେଳେ ଛୋଟ ଥିଲା ତାର ବାବା ପ୍ରଭାତ ଚକ୍ରବର୍ତ୍ତୀ ଦା ଯେତେବେଳେ ତାକୁ ପ୍ରାର୍ଥନା ପରେ ନେଇକି ଆସନ୍ତି, ଏଇ ଯୋଉ ତାରଜାଲିରେ ଯୋଉ ବାଣୀ ଅଛି ସେ ବାଣୀ ସବୁ ପଢେଇ ବୁଝେଇ ନେଇକି ଆସନ୍ତି। ଇଏ ଯେତେବେଳେ କିଶୋର ବୟସ ସେତେବେଳେ ସନ୍ଧ୍ୟା ପ୍ରାର୍ଥନା ସମୟରେ ମୁଁ ଶୁଣିଲି ଇଏ ଫିଲ୍ମ ଦେଖୁଛି, ପିଲାମାନଙ୍କ ସାଙ୍ଗରେ ବସି ନେଶା କରୁଛି, ମୋ କାନରେ ଖବର ଆସିଲା। ମୁଁ କିନ୍ତୁ ତାକୁ କିଛି ବିରୋଧ କଲି ନାହିଁ, କିଛି ଆକଟ ବି କଲି ନାହିଁ, କାରଣ ମୁଁ ଜାଣିଛି ଯେ ଛୋଟ ବୟସରେ ତା ବାବା ତା ମୁଣ୍ଡରେ ଠାକୁରଙ୍କୁ ଢୁକେଇଛନ୍ତି, ଏଇ ପିଲା କେତେବେଳେ ନଷ୍ଟ ହେଇ ହିଁ ପାରିବ ନାହିଁ। ଆଉ ଆଜି ସେଇ ପିଲା ଦେଖ କେମିତି ଦିବ୍ୟ ସନ୍ତାନ ହେଇଯାଇଛି ପ୍ରଭୁଙ୍କର ସ୍ପର୍ଶରେ, କିଭଳି ସୁନ୍ଦର ଛଡା ଗାନ କରୁଛି, କିଭଳି ସୁନ୍ଦର ଠାକୁରଙ୍କର ଗାନ କରୁଛି, ପୁଣି ସେ ଫେରି ଆସିଛି। ଏଇ ଯେ ଆମେ ସମସ୍ତେ ଶୁଣିଛୁ ଯେ ପ୍ଲେନ ହାଇଜାକ୍ ହୁଏ, ଗାଡି ହାଇଜାକ୍ ହଉଛି, ଟ୍ରକ୍ ହାଇଜାକ୍ ହଉଛି, ସବୁ ହାଇଜାକ୍ ହଉଛି, ଟ୍ରେନ ହାଇଜାକ୍ ହୁଏ ଆମେ କେବେ ଶୁଣିନୁ, କାହିଁକି ନା ସେ ପଟରୀରେ ଚାଲେ, ଗୋଟେ ମାନେ ରେଲ ରୋଡରେ ଚାଲେ। ସେଇଭଳି ଭାବରେ ଆମେ ଯେତେବେଳେ ପ୍ରଭୁଙ୍କର ସେଇ ପଟରୀରେ ଆମ ଲାଇଫଟାକୁ ନେଇ ଆସିବା, ଆମ ଜୀବନ କେତେବେଳେ ହାଇଜାକ୍ ହବନି, କେତେବେଳେ ଅପହରଣ ହବ ନାହିଁ, ଆମ ଜୀବନ ସୁଷ୍ଠୁ ସରସ ସୁନ୍ଦର ମଧୁମୟ ହେଉଥିବ। ଆଜି ସମସ୍ତଙ୍କର ପ୍ରଭୁଙ୍କର ରାତ୍ରୁ ଚରଣରେ ପ୍ରାର୍ଥନା ଜଣାଇବି ସମସ୍ତେ ଶାନ୍ତିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ଏବଂ ବକ୍ତବ୍ୟ ଶେଷ କରିବା ଆଗରୁ ଗୋଟିଏ କଥା ମୁଁ କହିବାକୁ ଚାହେଁ, ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ପରମ ପୂଜ୍ୟପାଦ ଦାଦାଙ୍କର ଗୋଟେ କଥା ମନେ ପଡୁଛି। 7 ତାରିଖ ଅଗଷ୍ଟ ସେଦିନ ଥିଲା, ସେଦିନ ସେ ହଠାତ୍ ମତେ ଡାକି କହିଥିଲେ ତତେ ଗୋଟେ ମନ୍ଦିର କରିବାକୁ ମୁଁ ଆଶୀର୍ବାଦ କରିଥିଲି, କଣ ହେଲା କଲୁନି ତ ସେ ମନ୍ଦିରଟା। ମୁଁ କହିଲି ଆଜ୍ଞା କହିବା ଆଗରୁ ବର୍ତ୍ତମାନ ଆଚାର୍ଯ୍ୟ ଦେବ କହୁଛନ୍ତି ଆଜ୍ଞା ସବୁ ରେଡି, ପେପର ୱାର୍କ ପାଇଁ ଟିକେ ପ୍ରୋବ୍ଲେମ ହଉଛି, ଲକଡାଉନ ପାଇଁ ହେଇପାରୁନି, ହେଲେ ସାଙ୍ଗେ ସାଙ୍ଗେ ମନ୍ଦିର କାମ ଶୁରୁ ହବ, ବର୍ଷ ଭିତରେ ଶେଷ ହବ। ତାପରେ ନିଜେ ତାଙ୍କର ମନି ବ୍ୟାଗରୁ ଅର୍ଘ୍ୟ କାଢି ମୁଣ୍ଡରେ ମାରି ଦେଇଥିଲେ ଯେ ଏଇ ଗରିବ ବ୍ରାହ୍ମଣର ଅର୍ଘ୍ୟ ମୁଁ ଏଇ ଅର୍ଘ୍ୟ ଦେଲି, ଏବଂ ମୁଁ ତତେ କହୁଛି ତୁ ସେଇ ଆରଡି ବାବାମଣି ଧାମ ଗୋଟେ ଶିବ ପୀଠ,
सेठी पुरुषोत्तमଙ୍କର ଶ୍ରୀମନ୍ଦିର ଗୋଟେ ତିଆରି କର ଏବଂ ସେଠି ପାଇଁ ଯାହା ଯାହା ମାନେ ସେଠି ତୁ ଏଇ କଥାଟା ସମସ୍ତଙ୍କୁ କହିବୁ ଯେ ମୁଁ ନିଜେ ଅର୍ଘ ଦେଇଛି ଏବଂ ଠାକୁର ମଞ୍ଜୁର କଲେ ସେଠିକି ମୋର ଯିବାର ଇଚ୍ଛା ଅଛି। କିନ୍ତୁ ଆମମାନେ ଏତେ ହତଭାଗ୍ୟ ସେ ଯୋଉ ସମୟରେ ଆଶୀର୍ବାଦ କରିଥିଲେ ସେଇ ସମୟରେ ମନ୍ଦିରଟି ତିଆରି କରିଥିଲେ ତ ସେ ଶୋଧରେ ଆସିପାରିଥାନ୍ତେ, କିନ୍ତୁ ଆଜି ଆମମାନେ ସେ ଅଭ୍ୟନ୍ତରୀଣ ହେଇଛନ୍ତି ତାଙ୍କର ସେଇ ସଦିଚ୍ଛା ଯୋଉ ଥିଲା ସେଇ ଇଚ୍ଛାଟି କମ ସେ କମ ପୂରଣ କରିବା। ଆଜି ସମସ୍ତେ ତାଙ୍କର ସେଇ ଯୋଉ ମହତି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କ ପାଖରେ ମୋର ଅନୁରୋଧ, ଏଇ ଯେ ଆରଡି ବାବାମଣି ଧାମ ଏଠି ଗୋଟେ ଭବ୍ୟ ପୁରୁଷୋତ୍ତମଙ୍କର ମନ୍ଦିର ହବ, ସେଥିପାଇଁ ପରମ ପୂଜ୍ୟପାଦ ଦାଦା ନିଜେ ସ୍ୱହସ୍ତରେ ଅର୍ଘ୍ୟ ବି ଦେଇଛନ୍ତି। ଆଗାମୀ 6 ତାରିଖ ତାର ଭିତ୍ତିପ୍ରସ୍ତର ସ୍ଥାପନ ହବ। ଆପଣମାନଙ୍କୁ ସାଦରେ ନିମନ୍ତ୍ରଣ ଜଣାଉଛି ଏବଂ ଶେଷରେ ଆପଣମାନେ ସମସ୍ତଙ୍କର ମଙ୍ଗଳ କାମନା କରୁଛି ପରମ ଦୟାଳୁଙ୍କର ଆଲୋଚନାରେ ଏହା କହି ମୋର ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଜୟ।